ଶୁଣନ୍ତୁ ଆଜ୍ଞା, ପୋଷ୍ଟ ଅଫିସରେ 2 ଲକ୍ଷ ଟଙ୍କା ଜମା କଲେ ଏଣିକି ଆସିବ ସୁଧ। 5 ବର୍ଷରେ ଧନୀ ହେଇଯିବେ ଆପଣ। ନ୍ୟୁଜଟି ଶେଷ ପର୍ଯ୍ୟନ୍ତ ଶୁଣନ୍ତୁ, ସବୁ ଜାଣିପାରିବେ। ପୋଷ୍ଟ ଅଫିସରେ 2 ଲକ୍ଷ ଟଙ୍କା ଜମା କଲେ 5 ବର୍ଷ ପରେ ସୁଧ ସହ କେତେ ଟଙ୍କା ମିଳିବ ଜାଣନ୍ତୁ ଓ ନିବେଶ କରନ୍ତୁ। ଅନେକ ଲୋକ ଭାବନ୍ତି ଯେ ସେମାନେ ପ୍ରତି ମାସରେ ରୋଜଗାର କରୁଥିବା ଏକ ନିର୍ଦ୍ଦିଷ୍ଟ ପରିମାଣର ଅର୍ଥ ସଞ୍ଚୟ କରିବା ଉଚିତ। ବିନିଯୋଗ କଲେ ଟଙ୍କା ସୁରକ୍ଷିତ ରହିଥାଏ। ଅନେକ ଲୋକ ବିଶ୍ୱାସ କରନ୍ତି ଯେ ନିବେଶ କଲେ ଭଲ ସୁଧ ମିଳିଥାଏ। ଏଥିପାଇଁ ସେମାନେ ବିଭିନ୍ନ ପ୍ରକାରର ବିନିଯୋଗ ଯୋଜନା ଖୋଜୁଛନ୍ତି। କିଛି ଲୋକ ବ୍ୟାଙ୍କ ଏଫ୍‌ଡି କରନ୍ତି ଏବଂ କିଛି ଲୋକ ଏସ୍ଆଇପି ମାଧ୍ୟମରେ ଷ୍ଟକ୍ ମାର୍କେଟରେ ବିନିଯୋଗ କରୁଥିବା ବେଳେ ଅନ୍ୟମାନେ ଅନ୍ୟ ବିକଳ୍ପ ବାଛିଥାନ୍ତି। ଷ୍ଟକ୍ ମାର୍କେଟରେ ବିନିଯୋଗ କରିବା ବିପଦପୂର୍ଣ୍ଣ ହୋଇଥାଏ ଏବଂ ଆହୁରି ମଧ୍ୟ ଅନେକ ଲୋକ ସେଠାରେ ବିନିଯୋଗ କରିପାରନ୍ତି ନାହିଁ। ସେଥିପାଇଁ ସେମାନେ ବ୍ୟାଙ୍କରେ ବିନିଯୋଗ କରନ୍ତି। ଆପଣ ବ୍ୟାଙ୍କ ବିନା ଅନ୍ୟ କୌଣସି ଯୋଜନାରେ ବିନିଯୋଗ କରିପାରିବେ। ସେହି ବିକଳ୍ପ ହେଉଛି ପୋଷ୍ଟ ଅଫିସ ସ୍କିମ୍। ଯଦି ଆପଣଙ୍କର 2 ଲକ୍ଷ ଟଙ୍କା ଅଛି, ତେବେ ଆପଣ ଡାକଘରେ ଏଫ୍‌ଡି କରିପାରିବେ। ଡାକଘରେ 2 ଲକ୍ଷ ଟଙ୍କା ବିନିଯୋଗରେ ଆପଣ କେତେ ସୁଧ ପାଇବେ ଶୁଣନ୍ତୁ। ଅନେକ ଡାକଘର ପ୍ରକଳ୍ପ 5 ବର୍ଷ ପର୍ଯ୍ୟନ୍ତ ଚାଲିଥାଏ। ପୋଷ୍ଟ ଅଫିସ ପ୍ରୋଜେକ୍ଟରେ ନିବେଶକମାନେ ମଧ୍ୟ ଭଲ ସୁଧ ପାଇଥାନ୍ତି ଏବଂ ପୋଷ୍ଟ ଅଫିସ ଟାଇମ୍ ଡିପୋଜିଟ୍ ମଧ୍ୟ ଏହିପରି ଏକ ଯୋଜନା ଅଟେ। ଡାକଘର ଗ୍ରାହକଙ୍କୁ 1 ବର୍ଷ, 2 ବର୍ଷ, 3 ବର୍ଷ ଏବଂ 5 ବର୍ଷର ସ୍ଥିର ଜମା ପ୍ରଦାନ କରିଥାଏ। ଆମେ ଏହାକୁ ଏଫ୍‌ଡି ମଧ୍ୟ କହିପାରିବା। ପୋଷ୍ଟ ଅଫିସ ଏଫ୍‌ଡିରେ ଆପଣ ସର୍ବନିମ୍ନ 100 ଟଙ୍କା ଏବଂ ସର୍ବାଧିକ 100 ଟଙ୍କା ବିନିଯୋଗ କରିପାରିବେ। ଡାକଘର ଗୋଟିଏ ବର୍ଷ ଏଫ୍‌ଡି ଉପରେ 6.9%, 2 ବର୍ଷ ଏଫ୍‌ଡି ଉପରେ 7%, 3 ବର୍ଷ ଏଫ୍‌ଡି ଉପରେ 7.1% ଏବଂ 5 ବର୍ଷ ଏଫ୍‌ଡି ଉପରେ 7.5% ସୁଧ ଦେଇଥାଏ। ଯଦି ଆପଣ 5 ବର୍ଷର ଡାକଘର ଏଫ୍‌ଡିରେ 2 ଲକ୍ଷ ଟଙ୍କା ଜମା କରନ୍ତି, ତେବେ ଏଫ୍‌ଡି ପରିପକ୍ୱ ହେବା ପରେ ଆପଣଙ୍କୁ 2,89,990 ଟଙ୍କା ମିଳିବ। ଏଥିରେ ଆପଣ 5 ବର୍ଷରେ 2 ଲକ୍ଷ ଟଙ୍କା ଉପରେ 89,990 ଟଙ୍କା ସୁଧ ପାଇପାରିବେ। ଯଦି ଆପଣ ଏହି ଏଫ୍‌ଡିକୁ 5 ବର୍ଷ ପାଇଁ ବଢ଼ାଉଛନ୍ତି, ତେବେ ମ୍ୟାଚୁରିଟି ଉପରେ ଆପଣ 4,20,470 ଟଙ୍କା ପାଇବେ। ଏଥିରେ ଆପଣଙ୍କର 2,20,470 ଟଙ୍କା ସୁଧ ଭାବରେ ପାଇପାରିବେ।